Amen. Hallelujah. 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 ଏବେ ଲାଗିଲା ଆମେ ଯୁବକ ସଭାକୁ ଆସିଛୁ ବୋଲି ଯୁବା ମାନଙ୍କର ସଭାକୁ ଆଉ ଥରେ କାହା କହିବା ହାଲେଲୁୟା ହାଲେଲୁୟା ଭେରି ଗୁଡ୍। ଆଜି ହଉଛି କେନ୍ଦୁଗୁଡ଼ା ମିଶନ ସେଣ୍ଟରର ସପ୍ତମ ଛାତ୍ରଛାତ୍ରୀ ସଭା ବା ଯୁବ ସଭା ଅଟେ। ସପ୍ତମ ଯୁବ ସଭାରେ ଆମେ ସମସ୍ତେ ଅଂଶୀ ହେବାର ସୁଯୋଗ ପାଇଅଛୁ। ତେଣୁକରି ସେହି ସଦାପ୍ରଭୁ ଗୌରବ ପାଆନ୍ତୁ। ଆମେ ଶୁଣୁଥିଲୁ ଦୀର୍ଘ 2 ବର୍ଷ ଆମେ ଏହି ସୁଯୋଗ ପାଇନଥିଲୁ, କିନ୍ତୁ ପ୍ରଭୁ ଆମମାନଙ୍କୁ ଜୀବିତ ମାନଙ୍କ ମଧ୍ୟରେ ରଖିଲେ, ଅବିବାହିତ ମାନଙ୍କ ମଧ୍ୟରେ ରଖିଲେ, ଯୁବକ ଯୁବତୀ ଭାବରେ ଆମମାନଙ୍କୁ ରଖିଲେ, ଆଉ ଏ ସୁନ୍ଦର ସୁଯୋଗ ଦେଲେ। ତେଣୁ ସେ ପ୍ରଭୁ ଗୌରବ ପାଆନ୍ତୁ। ଆଜି ଆମର ଯୁବ ସଭା ନିମନ୍ତେ ଯେଉଁ ଶାସ୍ତ୍ରାଂଶ ଆମମାନଙ୍କୁ ଧ୍ୟାନ କରିବା ନିମନ୍ତେ ଦିଆଯାଇଅଛି, ତା ଆପଣମାନେ ନିଶ୍ଚିତ ଭାବରେ ପାଇଛନ୍ତି। ତା ହେଉଛି ମାଥ୍ୟୁ ଲିଖିତ ସୁସମାଚାର ଅଧ୍ୟାୟ 19 ଏବଂ ତାର ପଦ 16। ହାଲେଲୁୟା ହାଲେଲୁୟା। ବାକ୍ୟାଂଶରେ ଆମେ ଶୁଣିବାକୁ ପାଇଲୁ, ଆପଣ ମାନଙ୍କ ପରି ଜଣେ ଯୁବା ବ୍ୟକ୍ତି ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଆସି ସେ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି। ସେ କହୁଛନ୍ତି, ହେ ଗୁରୁ, ସ୍ୱର୍ଗ ରାଜ୍ୟ ପ୍ରାପ୍ତ କରିବା ନିମନ୍ତେ ମତେ କେଉଁ ସତ୍କର୍ମ କରିବାକୁ ପଡିବ? ସ୍ୱର୍ଗ ରାଜ୍ୟ ପ୍ରାପ୍ତ ନିମନ୍ତେ ମତେ କେଉଁ ସତ୍କର୍ମ କରିବାକୁ ପଡିବ? ସ୍ୱର୍ଗ ରାଜ୍ୟ ଆମକୁ ସମସ୍ତଙ୍କୁ ଦରକାର ନାଇଁ କି? ସମସ୍ତେ ଇଚ୍ଛା କରୁଛୁ କି ସ୍ୱର୍ଗ ରାଜ୍ୟ ନା ଜଗତରେ ଆକା ରହିବା ପାଇଁ ଇଚ୍ଛା କରୁଛନ୍ତି? କିଏ କିଏ ସ୍ୱର୍ଗ ରାଜ୍ୟ ପ୍ରାପ୍ତ କରିବା ପାଇଁ ଇଚ୍ଛା କରୁଛନ୍ତି? ହାତ ଟେକିଲେ। କିଏ ବି ନାହିଁ। ଲାଜ ହେବାର କିଛି ଆବଶ୍ୟକ ନାହିଁ। କୋଉମାନେ ସ୍ୱର୍ଗ ରାଜ୍ୟ ପ୍ରାପ୍ତ କରିବା ପାଇଁ ଇଚ୍ଛା କରୁଛନ୍ତି? ଯୋଉ ହାତ ଟେକନ୍ତୁ, ପୁରା ଉପରକୁ କରି ଟେକନ୍ତୁ। ଭେରି ଗୁଡ୍। ଆମେ ସମସ୍ତେ ସ୍ୱର୍ଗ ରାଜ୍ୟ ପ୍ରାପ୍ତ କରିବା ନିମନ୍ତେ ଅଭିଳାଷ କରିଥାଉ। ଆଉ ଯୀଶୁ ଖ୍ରୀଷ୍ଟଙ୍କ ସମୟରେ ସେଦିନ ଜଣେ ଯୁବା ବ୍ୟକ୍ତି ସେ ମଧ୍ୟ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ବା ସ୍ୱର୍ଗ ରାଜ୍ୟ ପ୍ରାପ୍ତି କରିବା ନିମନ୍ତେ ତାର ଅଭିଳାଷ ଥିଲା। ଆଉ ସେ ଅଭିଳାଷରେ ସେ ଜାଣିବାକୁ ଚାହୁଁଥିଲା ଯେ କୋଉ ସତ୍କର୍ମ କଲେ ସେ ସ୍ୱର୍ଗ ରାଜ୍ୟ ପ୍ରାପ୍ତ କରିପାରିବ। ଶାସ୍ତ୍ର ବିଶେଷଜ୍ଞ ମାନେ ଶାସ୍ତ୍ରଜ୍ଞ ମାନେ କହନ୍ତି, ଏଇ ଯୋଉ ଯୁବା ବ୍ୟକ୍ତି ଯୀଶୁ ଖ୍ରୀଷ୍ଟଙ୍କୁ ଏଇ ପ୍ରଶ୍ନ ପଚାରିଲେ, ହୁଏତ ସେ ଜଣେ ଫାରୁସି ବା ସାଧୁକୀ ମାନଙ୍କ ମଧ୍ୟରୁ ଜଣେ ବା ଫାରୁସି କିମ୍ବା ସାଧୁକୀ ମାନଙ୍କର ଜଣେ ପୁତ୍ର ସନ୍ତାନ ଅଟନ୍ତି। କାରଣ ଏହାର ପରବର୍ତ୍ତୀ ପଦ ଗୁଡାକ ଯଦି ଆମେ ପଠନ କରିବା, ସେଠାରେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସେ ଯେତେବେଳେ କଥାବାର୍ତ୍ତା କରୁଛନ୍ତି, ଯୀଶୁ ପଚାରୁଛନ୍ତି, ଯୀଶୁ କହୁଛନ୍ତି ଯେ ତୁମେ ଶାସ୍ତ୍ର ନିଶ୍ଚୟ ପଢିଥିବ, ଆଉ ଶାସ୍ତ୍ରରେ ଯାହା ଲେଖା ଅଛି, ବ୍ୟବସ୍ଥାରେ ଯାହା ସବୁ ଲେଖା ଅଛି ତାହା ତୁମେ ପାଳନ କର। ଆଉ ଆପଣ ମାନେ ଜାଣିଛନ୍ତି ଫାରୁସି ସାଧୁକୀ ମାନେ ସେମାନେ ମୋଶେଙ୍କ ବ୍ୟବସ୍ଥା ପାଳନ କରିବାରେ ଅତି ଗମ୍ଭୀର ଥିଲେ। ସେମାନେ ଅତି ସିରିୟସଲି ବ୍ୟବସ୍ଥାକୁ ପାଳନ କରୁଥିଲେ। ଆଉ ଆଜିର ବାକ୍ୟର ପରବର୍ତ୍ତୀ ପଦ ଗୁଡାକ ଯଦି ଆମେ ପଠନ କରିବା, ଏହି ଯୁବା ମଧ୍ୟ ସେ ମୋଶେଙ୍କ ବ୍ୟବସ୍ଥାର ପ୍ରତ୍ୟେକ ବ୍ୟବସ୍ଥାକୁ ସେ ପଠନ କରିଥିଲା, ଆଉ ସେ ବ୍ୟବସ୍ଥାକୁ ସେ ପାଳନ କରିଥିଲା। ତେଣୁକରି ସେ ଆହୁରି ଜାଣିବାକୁ ଇଚ୍ଛା କରୁଥିଲା ଯେ ମୁଁ କଣ ସତ୍କର୍ମ କଲେ ମୁଁ ସ୍ୱର୍ଗ ରାଜ୍ୟ ପ୍ରାପ୍ତ କରିପାରିବି। 10 ଆଜ୍ଞାରେ ଲେଖାଥିବା ମୋଶେଙ୍କ ବ୍ୟବସ୍ଥାରେ ଯେଉଁ 10 ଆଜ୍ଞା ଅଛି,
से 10 आज्ञार प्रत्येक आज्ञा को से अति गुरुत्व भाव रे सीरियसली से पालन करिकी आसीथिला किंतु ता मन रे स्टिल गोटे जिज्ञासा थिला से जानिबा को चाहथिला आउ कोन सत्कर्म करिबि बोली आउ सेथिरे जणा पडुछि प्रभु यीशु ख्रीष्ट ताको कहउछंती अवश्य तुमे समस्त व्यवस्था पालन करियछ मसांक व्यवस्था रे दिया जायथिबा समस्त 10 आज्ञा तुमे बाल्य कालरु पालन करि आसीयछ किंतु गोटिए विषय अभिप्राय अछि गोटिए विषय आवश्यक अछि ताहा तुमे पालन करिबा को हेबो आ सेतबेले प्रभु यीशु ख्रीष्ट से जुबा को कहउछंती तुमे जाओ अपना समस्त संपत्ति विक्रय करी दरिद्र मानक मध्य बांटी दियो हालेलुया 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 तुमे जाओ आ तुमर समस्त संपत्ति विक्रय करी अपना दरिद्र लोक मानक मध्य बंटन कर जेतेबेले से युवा व्यक्ति कथा सुनिला से मुह मलिन करी दुखरे सेठारु चली गला से दुखरे से स्थान छाड़ी से चली गला कारण धन तार फेवरेट थिला बा प्रिय थिला से धन को अति भल पाउथिला से अति धनी व्यक्ति थिला अवश्य से व्यवस्था रे लेखाइतो प्रत्येक आज्ञा को से पालन करिथिला किंतु तार जो धन जो संपत्ति ता थारे थिला से ताकू अति भल पाउथिला आ से ता विक्रय करी गरीब मानक मध्य दरिद्र लोक मानक मध्य बांटिबा को तार इच्छा हैला नाही आजिर युवा मानक मध्य से प्रकार परिस्थिति अछि अवश्य आजिर युवा माने धनी नुहंती मु जानि छि बड़ कंगाल माने अछंती आजिर युवा माने आजिर युवा माने सेही यीशु ख्रीष्ट को समय पचारिथिबा युवा परि धनी नाहांती जदि आजिर युवा माने धनी अछंती ऋण रे धनी अछंती जदि धनी अछंती स्टाइल रे धनी अछंती जदि धनी अछंती से माने गर्लफ्रेंड रे बॉयफ्रेंड रे धनी अछंती तेणु करी मु आज बिल्कुल भी आपण मान को कोई भी नाही जे तुमे जाओ अपना समस्त संपत्ति विक्रय करी दरिद्र मान को बांटी दियो मु जदि एटा कहबी आपणकर बापा मा रखिथिबा से भालिया जाकी बिकी का को बांटी देले मते का गाली सुनिबा को पड़िबो आपणकर धन नाही आपण मानकर संपत्ति नाही दरकार पड़े आपण माने कोन करिवे बापा मानकर संपत्ति जाकी बिकी देबे आजिर युवा मान को वो तो धन फेवरेट होई न पारे किंतु आजिर युवा मान को कोन फेवरेट ए फोन मते बेसी फेवरेट ए शर्ट मते बेसी फेवरेट ए जीन्स फोटा जीन्स सेटा मते अति फेवरेट हां जो माने से साड़ी रो कलर मते बेसी फेवरेट से दुकान रो लिपस्टिक मते बेसी फेवरेट से माने किनंती से मानकर एते फेवरेट से जिनिस अन्य मान को सहित से माने बांटीबा को केबे मध्य प्रस्तुत नाहंती ठीक सही परी से युवा लोकंकर ए धन प्रति अति फेवरेट थिला अति प्रिय थिला तेनु करी से दिन से दरिद्र मान को मध्य बांटीबा पई प्रस्तुत नथिला आज युवा मान को मध्य से प्रकार अनेक प्रतिबंधक रही अछि अवश्य से माने धनी नथिले मध्य से मानकर पाख जहा अछि से समस्त विषय से स्वर्ग राज्य प्राप्त करिबा निमंते बाधा प्राप्त करिथाय जदि आमान को स्वर्ग राज्य प्राप्त करिबार अछि ताहले हमें कोन सत्कर्म करिबा को हेबो मोर प्रिय माने मोर प्रिय युवा माने वर्तमान जुगरे जदि आमाने स्वर्ग राज्य प्राप्त करिबार अछि ताहले आमाने दुईटी कार्य करिबा को पड़िबो कोन प्रथमटा हैला सर्वप्रथमे आमर पाप क्षमा होइथिबार अछि सर्वप्रथमे आमर पाप क्षमा होइथिबार अछि पुनी द्वितीय विषयटा हैला आमाने पवित्रतारे थिबार अछि जदि आमानकर पाप क्षमा होई नाही जदि आमाने पवित्रता अवस्था रे नाहु
ତାହେଲେ ଆମେ କେବେ ମଧ୍ୟ ସ୍ୱର୍ଗ ରାଜ୍ୟ ପ୍ରବେଶ କରିପାରିବା ନାହିଁ। ଯଦି ଆମେ ସ୍ୱର୍ଗ ରାଜ୍ୟ ପ୍ରାପ୍ତ କରିବାର ଅଛି, ଯଦି ଆମେ ସ୍ୱର୍ଗ ରାଜ୍ୟ ପ୍ରବେଶ କରିବାର ଅଛି, ତାହେଲେ ଆମମାନଙ୍କର ପାପ କ୍ଷମା ହୋଇଥିବା ଆବଶ୍ୟକ, ପୁଣି ଆମେ ପବିତ୍ରତାରେ ଥିବା ଆବଶ୍ୟକ। ଏଣୁ ଆଜିର ବାକ୍ୟକୁ ଆଧାର କରି ମୁଁ ଆପଣମାନଙ୍କୁ କେବଳ 4 ବିଷୟ ଆଜି ଆପଣମାନଙ୍କୁ ମୁଁ କହିବା ପାଇଁ ଚାହିଁବି। ଆପଣମାନଙ୍କୁ ଟିକେ କଷ୍ଟ ଲାଗିପାରେ, ମୋର ବାକ୍ୟ ଆପଣମାନଙ୍କୁ ଗାଳି କଲା ପରି ଲାଗିପାରେ, କିନ୍ତୁ କିଛି ଅସୁବିଧା ନାହିଁ। ମତେ ଖରାପ ଲାଗିବ ନାହିଁ ଗାଳି କଲେ ମଧ୍ୟ, କିନ୍ତୁ ମୁଁ ଭାବେ ଆପଣମାନେ ମୋର ପିଲାମାନେ, ମୋର ଭାଇମାନେ, ମୋର ଭଉଣୀମାନେ, ତେଣୁକରି ଆପଣମାନଙ୍କୁ କେତେଟା କଠିନ ବିଷୟ ବି କହିବା ଆବଶ୍ୟକ ରହିଅଛି। ସ୍ୱର୍ଗରାଜ୍ୟ ପ୍ରାପ୍ତି ନିମନ୍ତେ ପ୍ରଥମ ବିଷୟ ମାନଙ୍କୁ କଣ କରିବାର ଅଛି? ପ୍ରଥମ ବିଷୟ ହେଲା ଆପଣା ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର। ହାଲେଲୁୟା, ହାଲେଲୁୟା। ଆପଣ ମାନେ ପାଇପାରିବେ ଉପଦେଶକ ଅଧ୍ୟାୟ 12:1। ଉପଦେଶକ ଅଧ୍ୟାୟ 12 ତାର 1 ପଦରେ ଲେଖା ଅଛି, ଆପଣା ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର। ହେ ଯୁବାମାନେ, ଆପଣା ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ସ୍ମରଣ କର, କାରଣ ସେ ଆମର ସୃଷ୍ଟିକର୍ତ୍ତା ଅଟନ୍ତି, କାରଣ ସେ ଆମର ନିର୍ମାଣକର୍ତ୍ତା ଅଟନ୍ତି। ସେ ଆମ୍ଭମାନଙ୍କୁ ଆପଣା ପ୍ରତିମୂର୍ତ୍ତିରେ ନିର୍ମାଣ କରିଅଛନ୍ତି। ସେ ଆମମାନଙ୍କୁ ମାତୃ ଗର୍ଭରେ ଜାତ ହେବା ପୂର୍ବରୁ ସେ ଆମମାନଙ୍କୁ ନାମ ଧରି ଡାକିଅଛନ୍ତି। ସେ ଆମଙ୍କର ସୃଷ୍ଟିକର୍ତ୍ତା, ଏହେତୁ ଆମେ ତାଙ୍କୁ ସ୍ମରଣ କରିବା। ସେ ଆମମାନଙ୍କୁ ମାତୃ ଗର୍ଭରେ ନିରୂପିତ ହେବା ପୂର୍ବରୁ ଆମମାନଙ୍କୁ ଜାଣନ୍ତି, ଆମମାନଙ୍କୁ ନାମ ଧରି ଡାକନ୍ତି। ଆମେ ଗୋପନରେ ନିର୍ମିତ ହେବା ପୂର୍ବରୁ ଏବଂ ଅଜ୍ଞାତ ଜାଗାରେ ପୃଥିବୀର ଅଧସ୍ଥଳରେ ଆମେ ଶିଳ୍ପିତ ହେବା ସମୟରେ ଆମମାନଙ୍କର ଅସ୍ଥି ପଞ୍ଜର ସୁଦ୍ଧା ତାଙ୍କଠାରେ ଗୁପ୍ତରେ ନଥିଲା। ଆମେ ମାତୃ ଗର୍ଭରେ ଜାତ ହେବା ସମୟରେ ଆମମାନଙ୍କର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ନିର୍ମାଣ ହେବା ସମୟରେ ସେ ଅଜ୍ଞାତରେ ଥାଇ ସେ ସମସ୍ତ ବିଷୟ ସେ ଜାଣୁଥିବା ପରମେଶ୍ୱର ଅଟନ୍ତି। ତାଙ୍କର ଚକ୍ଷୁ ଆମର ଅସମ୍ପୂର୍ଣ୍ଣ ପିଣ୍ଡ ଦେଖିଅଛି। ଆମେ ଯେତେବେଳେ ଆପଣ ମାତୃ ଗର୍ଭରେ ଜାତ ହେଉଥିଲୁ, ଆମର ପିଣ୍ଡ ସମ୍ପୂର୍ଣ୍ଣ ହେଇନଥିଲା, ସେ ତାଙ୍କର ଚକ୍ଷୁ ତାହା ଦେଖିଅଛି। ଆମର ଅଙ୍ଗ ପ୍ରତ୍ୟଙ୍ଗ ଯାହା ମାତୃ ଗର୍ଭରେ ଦିନ ପରେ ଦିନ ଗଠିତ ହେଲା, ନିର୍ମିତ ହେଲା, ସେ ସମସ୍ତ ହେବା ପୂର୍ବରୁ ତାଙ୍କର ପୁସ୍ତକରେ ସେ ସବୁ ସଦାପ୍ରଭୁ ପରମେଶ୍ୱର ଲେଖିକରି ରଖିଲେ। ଆମେ ଯେତେବେଳେ ମାତୃ ଗର୍ଭରେ ଜାତ ହେଉଥିଲୁ, ଆମର ଅଙ୍ଗ ପ୍ରତ୍ୟଙ୍ଗ, ଆମର ଆଙ୍ଗୁଠି, ଆମର ଆଖି, କାନ, ଗୋଡ଼ ଯାହା ସବୁ ନିର୍ମାଣ ହେଉଥିଲା ସେ ଗର୍ଭ ଭିତରେ, ସେତେବେଳେ ଆମର ସଦାପ୍ରଭୁ ପରମେଶ୍ୱର ସେ କଣ କରୁଥିଲେ? ତାଙ୍କର ପୁସ୍ତକରେ ଲେଖୁଥିଲେ ଏଇ ଡେଟ୍ରେ କଣ ବିକଶିତ ହେଲା, କୋଉ ଦିନ ଆଙ୍ଗୁଠି ନିର୍ମାଣ ହେଲା, କୋଉ ଦିନ ଆଖି ନିର୍ମାଣ ହେଲା, କୋଉ ଦିନ ତାର ପାଟି ନିର୍ମାଣ ହେଲା, କୋଉ ଦିନ ତାର ଗୋଡ଼ ନିର୍ମାଣ ହେଲା, କୋଉ ଦିନ ତାର ହୃଦୟ ନିର୍ମାଣ ହେଲା, କୋଉ ଦିନ ତାର ହାର୍ଟ ବିଟ୍ ଆସିଲା। ସେ ସମସ୍ତ ବିଷୟ ଆମର ସୃଷ୍ଟିକର୍ତ୍ତା, ଆମର ନିର୍ମାଣକର୍ତ୍ତା ପ୍ରଭୁ ପରମେଶ୍ୱର କଣ କଲେ ନା ତାଙ୍କ ପୁସ୍ତକରେ ଲିପିବଦ୍ଧ କରି ରଖିଲେ। ସେ ଆମକୁ ଉର୍ଦ୍ଧ୍ୱରୁ ନିରୀକ୍ଷଣ କରନ୍ତି, ସେ ଆମର ନିରୀକ୍ଷଣ କରନ୍ତି, ଆମର ତତ୍ତ୍ୱାବଧାନ ନିଅନ୍ତି ଏବଂ ସେ ଆମର ସମସ୍ତ ଦାୟିତ୍ୱ ନେଇଥାନ୍ତି। ଏହେତୁ ହେ ଯୁବାମାନେ, ହେ ଯୁବାମାନେ, ଆପଣା ଯୁବା କାଳରେ ଆପଣା ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ, ଆପଣା ନିର୍ମାଣକର୍ତ୍ତା ପରମେଶ୍ୱରଙ୍କୁ ସ୍ମରଣ କର। ଆପଣା ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ସ୍ମରଣ କରିବାର ଅର୍ଥ ହେଲା ତାଙ୍କର କୃତ କର୍ମକୁ ସ୍ମରଣ କରିବା, ତାଙ୍କର ଆଶୀର୍ବାଦକୁ ସ୍ମରଣ କରିବା, ତାଙ୍କର ସହଭାଗିତାକୁ ସ୍ମରଣ କରିବା, ତାଙ୍କର ନିକଟବର୍ତ୍ତୀ ହେବା ହେଲା ଆମର ଆପଣା ଯୁବା କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କରିବା। ସେ ପିତା, ସେ ପୁତ୍ର ଏବଂ ସେ ପବିତ୍ର ଆତ୍ମା ପରମେଶ୍ୱର ଅଟନ୍ତି। ସେଇ ପିତା
पुत्र एवं पवित्र आत्मा परमेश्वर मनुष्य को निर्माण कले। सदाप्रभु परमेश्वर गोटे सृष्टिकर्ता भाव से समग्र जगत को निर्माण कले। पुणी सबुठु शेष से मनुष्य को धूलि निर्माण कले। मनुष्य को धूलि निर्माण करी अपना प्राण वायु फुंकी दे ताकू जीवन देले। हालेलुया हालेलुया। आ सही जीवन आज पर्यंत आमाने पाई आमाने जीवित अछु। हालेलुया। दिने आमाने सही धूलि को प्रत्यावर्तन करिवार अछि। जेतु आमाने धूलि रे निर्मित मनुष्य आमाने धूलि को फेरिबार अछि। एही विषय को आमाने स्मरण करी सही सदाप्रभु सृष्टिकर्ता को स्मरण करिवार आवश्यक रही अछि। मोर प्रिय माने से पुत्र परमेश्वर को आमाने स्मरण करिवार अछि जे सदाप्रभु परमेश्वर से पुत्र परमेश्वर को देई ए जगत रे उद्धार कार्य कले। से जगत को परित्राण आनिले। से आमान निमंते शांति आनिले। तांको द्वारा मनुष्य मानक निमंते उद्धारकर्ता परित्राणकर्ता भावे अपना पुत्र प्रभु जीशु ख्रीष्ट को से प्रेरण कले। से स्वयं परमेश्वर होई पाप को छाड़ी समस्त विश्व रे से आमान को परि मनुष्य तुल्य हेले। पाप को छाड़ी देले सबु विषय रे से गोटे साधारण मनुष्य तुल्य हेले। जेतु से स्वयं परमेश्वर है कि मध्य से गोटे साधारण मनुष्य तुल्य जगत को आसिले। पाप ताकू स्पर्श करि पारिला नाही। पाप ता निकटवर्ती हेई पारिला नाही। से आमानकर पाप निमंते समस्त जातना सहिले। से कौनसी अपराध करि नथिले। तांको ठारे कौनसी पापर लेस सुधा नथिला। तथापि से आमानकर पाप सकाशे आमानकर अपराध सकाशे से विचारित हेले। से प्रहारित हेले। से चूर्ण हेले। से क्षत विक्षत हेले। से लज्जित हेले अपमानित हेले। सेमानकर पाप सकाशे से मृत्यु भोग कले एवं आमानकर पाप रु उद्धार कले। ए हेतु हे युवा माने हे जुवा माने अपना सृष्टिकर्ता परमेश्वर को एथि सकाशे स्मरण करो। कारण से पुत्र जीशु ख्रीष्ट को दे से मान को पाप बंधन रु से मान को उद्धार करि अछंती। आमाने अपना युवा समय जुवा समय अपना सृष्टिकर्ता परमेश्वर को स्मरण करिबा कारण से मान को पाप बंधन रु उद्धार करि अछंती। आमाने सही सृष्टिकर्ता परमेश्वर को स्मरण करिबा कारण से पवित्र आत्मा दे आज पर्यंत से मानकर संगरे अछंती। हालेलुया हालेलुया। आज मध्य आमान को से परित्याग करि नहंती। पवित्र आत्मा को दे से नित्य नित्य मान को चेतना आमान को ज्ञान आमान को मार्गदर्शन आमान को बुद्धि एवं आमान को विश्वास रे बढ़िबा पाई सहाय्य करिथांती। ए हेतु आमे अपना यौवन काल रे अपना सृष्टिकर्ता सदाप्रभु परमेश्वर को स्मरण करू। कारण ख्रिस्टियन जीवन रे परमेश्वर बिहुने ख्रिस्टियन जीवन की परमेश्वर को बिहुने मृत्यु प्राय। आमानकर ख्रिस्टियन जीवन रे से सदाप्रभु परमेश्वर को आम जीवन केंद्र बिंदु करबा को हेबो। किंतु आजिर जुवा माने परमेश्वर को छाड़ी की ए जगतर सब को अपना केंद्र बिंदु करिसंती। आजिर जुवा माने परमेश्वर को छाड़ी दे ए जगतर समस्त विषय को कौन करछंती अपना जीवनर मुख्य स्थान देछंती। अपना जीवनर केंद्र बिंदु करिसंती। किंतु यौवन काल गोटे उत्तेजपूर्ण गोटे कौतूहलपूर्ण गोटे आवेगपूर्ण जीवन अटे। कारण जुवा माने अति शक्तिशाली। से माने जहाँ चाहिए ताहा अति सहजरे करि पारिबे। तेणु यौवन काल गोटे उत्तेजपूर्ण गोटे कौतूहलपूर्ण गोटे आवेगपूर्ण गोटे आग्रहपूर्ण जीवन अटे। आपण मानकर उत्तेज आपण मानकर कौतूहल
आपण मानकर आवेग आपण मानकर आग्रह समाप्त हेबा पूर्वरु आपण माने से सदा प्रभुंकर कार्य निमंते व्यवहृत हेबा निमंते যত্নবান हुंतु। हालेलुया हालेलुया। ଏହା ଜଗତ ଅଭିଳାଷ ବା ଜାଗତିକ ଶାରୀରିକ ସୁଖ ଆଡ଼କୁ ଆପଣମାନଙ୍କୁ ଆକର୍ଷଣ କରିପାରେ। ମୋର ପ୍ରିୟ ମାନେ ଯୌବନର ଉତ୍ତେଜତା ଯୌବନର କୌତୁହଳ ପ୍ରାୟ ଆଜିର ଯୁବାମାନଙ୍କୁ କଣ କରେ ନା ସଦାପ୍ରଭୁଙ୍କ ଠାରୁ ଦୂରକୁ ନେଇଯାଇଥାଏ। ଏହି ଉତ୍ତେଜ ଏହି କୌତୁହଳ କଣ କରେ ନା ଆପଣମାନଙ୍କ ଠାରେ ଥିବା ସଦାପ୍ରଭୁଙ୍କ ଠାରେ ଥିବା ଆପଣମାନଙ୍କର ସମ୍ପର୍କକୁ ବିଚ୍ଛିନ୍ନ କରିଥାଏ। ତେଣୁକରି ଏହି ସବୁ ହେବା ପୂର୍ବରୁ ତୁମେ ମାନେ ଯତ୍ନବାନ ହୁଅ। ହେ ଯୁବା ମାନେ ତୁମେ ମାନେ ଯତ୍ନବାନ ହୁଅ। ଆପଣ ଯୌବନ କାଳର ସେଇ ଉତ୍ତେଜ ସେଇ ଶକ୍ତି ସେଇ ଆଗ୍ରହ ସେଇ ଆବେଗ ଶାନ୍ତ ହେଇଯିବା ପୂର୍ବରୁ ନଷ୍ଟ ହେଇଯିବା ପୂର୍ବରୁ ଆପଣ ପରମେଶ୍ୱର ଆପଣ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ନିମନ୍ତେ ବ୍ୟବହୃତ ହେବା ନିମନ୍ତେ ଯତ୍ନବାନ ହୁଅନ୍ତୁ। ମୋର ପ୍ରିୟ ମାନେ ହିତୋପଦେଶ 8:17 କୁହାଯାଏ। ହିତୋପଦେଶ 8:17 କୁହାଯାଏ। ପଢିବାର ଆବଶ୍ୟକ ନାହିଁ ମୋର ପ୍ରିୟ ମାନେ ସେଟା ଲେଖା ଅଛି ଯେଉଁମାନେ ମତେ ପ୍ରେମ କରନ୍ତି ମୁଁ ସେମାନଙ୍କୁ ପ୍ରେମ କରେ। ଯେଉଁମାନେ ଯତ୍ନର ସହ ମୋର ଅନ୍ୱେଷଣ କରନ୍ତି ସେମାନେ ମତେ ପାଇବେ। ହାଲେଲୁୟା ହାଲେଲୁୟା। এই যুবা সময়ে ଆପଣ ମାନେ ସେଇ ସଦାପ୍ରଭୁ ପରମେଶ୍ୱର ଯେ ଆପଣମାନଙ୍କୁ ସୃଷ୍ଟି କଲେ ଯେ ଆପଣମାନଙ୍କୁ ଆପଣ ମାତୃ ଗର୍ଭରେ ଜାତ ହେବାର ଦେଖିଲେ ଆପଣ ଅଙ୍ଗ ପ୍ରତ୍ୟଙ୍ଗ ଦେଖିଲେ ଆପଣଙ୍କର ପିଣ୍ଡ ଅସମ୍ପୂର୍ଣ୍ଣ ଥିବା ସମୟରେ ପୂର୍ଣ୍ଣ ନ ହୋଇଥିବା ସମୟରେ ଜାଣିଲେ ସେଇ ସଦାପ୍ରଭୁ ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କୁ ଆପଣମାନେ କ'ଣ କରିବେ ନା ଅନ୍ୱେଷଣ କରନ୍ତୁ। କାରଣ ବାକ୍ୟରେ କୁହାଯାଏ ମାଥି ଲିଖିତ ସୁସମାଚାର 6:33 କୁହାଯାଏ ତୁମେ ସର୍ବପ୍ରଥମେ କ'ଣ କର ନା ଆପଣ କ'ଣ କର ସର୍ବପ୍ରଥମେ ତାହାଙ୍କ ରାଜ୍ୟ ଓ ଧାର୍ମିକତାକୁ ଅନ୍ୱେଷଣ କର ଏବଂ এই জগতର ସମସ୍ତ ବିଷୟ ତୁମକୁ ଦିଆଯିବ। ହାଲେଲୁୟା ହାଲେଲୁୟା। କିନ୍ତୁ ଆଜିର ଯୁବା ମାନେ ସର୍ବପ୍ରଥମେ ଜଗତର ଅଭିଳାଷ ପଛରେ এই ଜଗତର ବିଷୟ ଉପରେ এই ଜଗତର ବସ୍ତୁ ଉପରେ କ'ଣ କରନ୍ତି ସେମାନେ ଅନ୍ୱେଷଣ କରନ୍ତି। ତେଣୁକରି ସଦାପ୍ରଭୁ ପରମେଶ୍ୱର କ'ଣ କରନ୍ତି ଆମଠାରୁ ଦୂରକୁ ଯାଆନ୍ତି। ଆମେ ସଦାପ୍ରଭୁଙ୍କ ଠାରୁ ପୃଥକ ହେଇଥାଉ। ଧୀରେ ଧୀରେ ପୃଥକ ହେଇଥାଉ। ବାକ୍ୟ ମାନଙ୍କୁ କୁହେ ପ୍ରଥମେ ତାହାଙ୍କର ରାଜ୍ୟ ଏବଂ ଧାର୍ମିକତାକୁ ସର୍ବପ୍ରଥମେ ତୁମେ ଅନ୍ୱେଷଣ କର ଏବଂ ସମସ୍ତ ବିଷୟ ତୁମମାନଙ୍କୁ ଦିଆଯିବ। ମୋର ଯୁବା ମାନେ ସେଇ ସୃଷ୍ଟିକର୍ତ୍ତା ପରମେଶ୍ୱର ସେଇ ନିର୍ମାଣକର୍ତ୍ତା ପରମେଶ୍ୱରଙ୍କୁ ଅନ୍ୱେଷଣ କରିବା ପାଇଁ ତାଙ୍କୁ ସ୍ମରଣ କରିବା ପାଇଁ ଯତ୍ନବାନ ହେଉ। ପୁଣି ଦ୍ୱିତୀୟ ଶିକ୍ଷାଟା ହେଲା ଆଜି ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ତାହା ହେଉଛି ବ୍ୟଭିଚାରୀରୁ ପଳାୟନ କର। ଆପଣମାନେ ପାଇପାରିବେ ପ୍ରଥମ କରିନ୍ଥିୟ ଅଧ୍ୟାୟ 6:18 ସାଧୁ ପାଉଲ କୁହନ୍ତି ହେ ଯୁବା ମାନେ ଆପଣ ଯୌବନର ବ୍ୟଭିଚାରୀରୁ ପଳାୟନ କର। ହାଲେଲୁୟା ହାଲେଲୁୟା। ଯଦି ଆପଣ ମାନେ ସେ ସ୍ୱର୍ଗ ରାଜ୍ୟ ପ୍ରାପ୍ତ କରିବା ପାଇଁ ଅଭିଳାଷ କରୁଅଛନ୍ତି ଇଚ୍ଛା କରୁଅଛନ୍ତି ତାହେଲେ ଆପଣ ଯୌବନ କାଳର ବ୍ୟଭିଚାରୀରୁ ପଳାୟନ କର। ଆପଣ ଯୌବନ କାଳର ବ୍ୟଭିଚାରୀରୁ ପଳାୟନ କର। ପଢନ୍ତୁ ଟିକେ ପ୍ରଥମ କରିନ୍ଥିୟ ଅଧ୍ୟାୟ 6:18। हालेलुया हालेलुया। साधु पाउल करिन्थ मंडलीर युवा मानकु से कहउछन्ति मोर प्रिय माने हे युवा माने तुमे जदि स्वर्ग राज्य प्राप्त करबाकू चाहुछ तुमे जदि स्वर्ग राज्य रे प्रवेश करबाकू चाहुछ ताले तुमे अपना यौवन कालर व्यभिचारीरु पलायन करो। कारण मनुष्य जे कोनोसी जगत रे पाप करे जे कोनोसी पाप करे ताहा शरीर बाहरे ए जगत रे मनुष्य जे सब पाप करे ता निजर शरीर बाहरे किंतु जदि गोटे मनुष्य व्यभिचार करे ताले से अपना शरीर विरुद्ध रे पाप करे। हालेलुया हालेलुया। जदि मनुष्य व्यभिचार करे
ताले से अपना शरीर विरुद्ध से पाप करे एटू हे जुबा माने যত্নবান हुआ एवं अपना जुबा कालर से अभिलाष रू जुबा कालर से व्यभिचार रू पलायन कर हालेलुया हालेलुया होई पारे व्यभिचार आपण मानक पछरे गड़ाई पारे आपण मानकर पश्चातगमन करि पारे व्यभिचार हुए तो आपण मानकर पछरे पछरे दौड़ी आसी पारे किंतु आपण माने जत्नवान हंतु से व्यभिचार पाखरे रहिबा पाई चेष्टा करंतु नाही से व्यभिचार रू आपण माने पलायन करंतु दौड़ी जांतु से पाखरे रहंतु नाही पलायन रथ दौड़ी जांतु आपना जुबा कालर व्यभिचार रू दौड़ी जांतु पळाई जांतु कारण जे व्यभिचार करे से अपना शरीर विरुद्ध रे पाप करे मोर प्रिय माने आपण मानकर शरीर आपण मानकर नुहे हे जुबा माने आपण मानक जो शरीर दिया जाय अछि त आपण मानकर शरीर नुहे एहा परमेश्वरंकर द्वारा दत्त अटे या परमेश्वरंकर शरीर अटे परमेश्वर आपण मानकु एही शरीर देई अछंती आउ ए शरीर को आपण माने अपवित्र करंतु नाही हालेलुया हालेलुया जेतु परमेश्वर आपण मान को ए शरीर देई अछंती तेन करी ए शरीर विरुद्ध रे पाप करंतु नाही व्यभिचार करी कि ए शरीर विरुद्ध रे पाप करंतु नाही बरं जुबा कालर व्यभिचार रु पलायन करंतु कारण आपण मानकर शरीर से अंतर्निवासी पवित्र आत्मांकर मंदिर अटे हालेलुया हालेलुया आपण माने जो शरीर प्राप्त करि अछंती सेही शरीर अंतर्निवासी भितरे वास करुथिबा पवित्र आत्मांकर मंदिर अटे या साधारण शरीर नुहे आपण मानकर शरीर गोटे साधारण शरीर नुहे या सदा प्रभु परमेश्वरंकर मंदिर अटे या पवित्र आत्मांकर मंदिर अटे या पवित्र आत्मांकर वास स्थान अटे या पवित्र आत्मांकर उपस्थिति थाए आपण मानकर शरीर सदा प्रभुंकर प्रशंसा करे एतु हे जुबा माने अपना अपना यौवन कालर व्यभिचार रु पलायन कर हालेलुया 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 मोर प्रिय माने आदि 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 पुस्तक माने देखि पारुछु जोसेफ जोसेफ आदि आदि पुस्तक 39:12 रे लेखा अछि जोसेफ अपना यौवन कालर व्यभिचार रु पलायन कला दौड़ी गला वाक्य रे लेखा अछि आदि पुस्तक रे लेखा अछि जोसेफ रूप रे वो सौंदर्य रे अति मनोहर थिला कोन थिला रूप रे वो सौंदर्य रे अति मनोहर थिला अति सुंदर व्यक्ति थिला जोसेफ अति आकर्षित होउथिबा भलिया जने सुंदर व्यक्ति थिला आउ से जतले 44 को गृह रे कार्य करूथिला 44 जने शासनकर्ता मिस्र देशर शासनकर्ता तांको गृह रे जोसेफ काम करूथिले गोटे चाकर भलिया से गोटे काम करूथिले गृहाध्यक्ष होइकी काम करूथिले सेते बेले जोसेफ रूप रे वो सौंदर्य रे अति मनोहर थिला मनोहर अर्थ अट्रैक्टिव अट्रैक्टिव आकर्षणीय थिला चुंबक देखिछ के चुंबक देखिछंती चुंबक देखिछंती चुंबक को जदि लोहा पाखरे नेबे लोहा को से फटकी नचिकी दबो देखिछंती आपण माने सेमिति जोसेफंकर सौंदर्य जोसेफंकर रूप झियो मान को सेमिति आकर्षित करूथिला आ से 44 को गृह रे काम कला बेले जोसेफ को जेतेले 44 स्त्री देखिला से अति सुंदर आउ अति रूप रे अति मनोहर से ताहा देखि ताको लालायत कला से इच्छा कला ता सहित सहवास करिबा पाई ता सहित शयन करिबा पाई अभिलाष कला 44 जे कि जोसेफंकर प्रभु आ तांकर प्रभुंकर स्त्री जोसेफन को देखि लालायत हैला से तांका सहित सहवास करिबा पई इच्छा कला तांका सहित शयन करिबा को इच्छा कला
ଆଉ ସେ ସ୍ତ୍ରୀ ଲୋକଟି ଯୋସେଫଙ୍କୁ ବାରମ୍ବାର ତାଙ୍କ ସହିତ ଶୟନ କରିବା ପାଇଁ ପ୍ରବର୍ତ୍ତାଇଲା, ବାରମ୍ବାର ତାକୁ ପ୍ରଲୋଭନ ଦେଖାଇଲା ତାଙ୍କ ସହିତ ଶୟନ କରିବା ପାଇଁ, ତାଙ୍କ ସହିତ ସହବାସ କରିବା ପାଇଁ। କିନ୍ତୁ ଯୋସେଫ ଜଣେ ଧାର୍ମିକ ବ୍ୟକ୍ତି ଥିଲେ। ହାଲେଲୁୟା, ହାଲେଲୁୟା। ଯୋସେଫ ଜଣେ ଧାର୍ମିକ ଓ ଆପଣା ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ଲୋକ ଥିଲେ। ଏ ହେତୁ ସେ କଣ କଲେ ନା ସେ ସେଇ ପ୍ରଲୋଭନରେ ପଡ଼ିବାକୁ ମନା କଲେ, ସେଇ ତାର ପ୍ରଭୁଙ୍କର ସ୍ତ୍ରୀଙ୍କ ସହିତ ସହବାସ କରିବାକୁ ମନା କଲେ। ଆଉ ଯେତେବେଳେ ମନା କଲେ, ଏଇ ସ୍ତ୍ରୀ ଲୋକଟି ରାଗି ଯାଇ ଦିନେ କଣ କଲେ, ଏକାନ୍ତରେ ଥିବା ଦେଖି ଯୋସେଫ ଏକାନ୍ତରେ ଦିନେ କାମ କରୁଥିବା ସମୟରେ କଣ କଲେ, ଯାଇକି ତାର ଲୁଗା ତାର ଡ୍ରେସ ଧରିକି ମୋ ସହିତ ସହବାସ କର ବୋଲି ଟାଣି ଟଣା କରି ତାକୁ ଜବରଦସ୍ତ କଲା। ଯୋସେଫ ସେଇଠି ମଧ୍ୟ ତାଙ୍କୁ ମାନିଲେ ନାହିଁ। ବାକ୍ୟରେ ଲେଖା ଅଛି ସେ ବ୍ୟଭିଚାର କରିବା ଠାରୁ ପଳାୟନ କଲା। ଆପଣା ବସ୍ତ୍ର ଛାଡ଼ି ସେଇ ସ୍ତ୍ରୀ ଲୋକଙ୍କର ହାତରେ ତାର ବସ୍ତ୍ର ଫିଙ୍ଗି ଦେଇ ଉଲଗ୍ନ ହେଇ ସେଠାରୁ ଦୌଡ଼ି ପଳେଇଗଲା। ହାଲେଲୁୟା, ହାଲେଲୁୟା। ସେ ଉଲଗ୍ନ ହୋଇ ଦେଖାଯିବା ଅପେକ୍ଷା ବ୍ୟଭିଚାରୀ ନ କରିବାକୁ ସେ ଇଚ୍ଛା କଲା। ହାଲେଲୁୟା, ହାଲେଲୁୟା। ସେ ବ୍ୟଭିଚାର ଅପେକ୍ଷା ଉଲଗ୍ନ ରହିବା ପାଇଁ ଇଚ୍ଛା କଲା। ତେଣୁକରି ସେ କଣ କଲା ସେ ସ୍ତ୍ରୀ ଠାରୁ ସେ ପଳେଇ ଗଲା। ସେ ଆପଣା ଯୌବନ କାଳର ବ୍ୟଭିଚାରୀରୁ ସେ ପଳାୟନ କଲା। ହେ ଯୁବା ମାନେ, ଆପଣ ମାନେ ମଧ୍ୟ ଦେଖିବାକୁ ଅତି ସୌନ୍ଦର୍ଯ୍ୟ, ଅତି ମନୋହର। ହେ ଯୁବତୀ ମାନେ, ଯୋଉମାନେ ସୁନ୍ଦର, ଯୋଉମାନେ ଅତି ମନୋହର, ଗୋରା, ଦେଖିବାକୁ ଅତି ମନୋହର, ବି କେୟାରଫୁଲ, ବହୁତ କେୟାରଫୁଲ। ଯୁବକ ମାନଙ୍କ ନିକଟକୁ ଯାଆନ୍ତୁ ନାହିଁ, କାରଣ ଆଜି ମଧ୍ୟ ଶୈତାନ ଲୋକମାନଙ୍କ ଜୀବନରେ କାର୍ଯ୍ୟ କରୁଅଛି। ତେଣୁକରି ବି କେୟାରଫୁଲ, ଜାଗ୍ରତ। ହୁଏତ ସେଇ ଆପଣ ମାନଙ୍କର ଯୌବନ କାଳର ସେଇ ବ୍ୟବଚାର ଆପଣ ମାନଙ୍କର ପଶ୍ଚାତ ଗମନ କରିପାରେ। ଏହେତୁ ମୋର ଯୁବା ମାନେ, ଦୟାକରି ଆପଣା ଯୌବନ କାଳର ବ୍ୟବଚାରୀରୁ ପଳାୟନ କର। ଯୋଉମାନେ ଆପଣା ଯୌବନ କାଳର ବ୍ୟବଚାରୀରୁ ପଳାୟନ କରନ୍ତି, ସଦା ପ୍ରଭୁ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦର ପ୍ରାର୍ଥୀ କରନ୍ତି। ହାଲେଲୁୟା, ହାଲେଲୁୟା। ସଦାପ୍ରଭୁ ପରମେଶ୍ୱର ଅନେକ ଆଶୀର୍ବାଦର ଅଧିକାରୀ କରନ୍ତି। ଯୋସେଫ ସେଦିନ ଆପଣା ଯୌବନ କାଳର ବ୍ୟଭିଚାରୀରୁ ପଳାୟନ କଲା, କିନ୍ତୁ ସଦାପ୍ରଭୁ ପରମେଶ୍ୱର ତାଙ୍କୁ ମିଶ୍ର ଦେଶର ଶାସକ ଭାବରେ ତାଙ୍କୁ ନିଯୁକ୍ତି କଲେ। ହାଲେଲୁୟା, ହାଲେଲୁୟା। ସେ ଫାରୋ ରାଜାଙ୍କର ସିଂହାସନ ଠାରୁ କେବଳ ସେ ଛୋଟ ଥିଲା। ଫାରୋ ରାଜା କେବଳ ସିଂହାସନରେ ତା ଠାରୁ ବଡ଼ ଥିଲା, କିନ୍ତୁ ସେ କୌଣସି କାମ କରୁନଥିଲା। ଯୋସେଫଙ୍କୁ ସମସ୍ତ କାର୍ଯ୍ୟଭାର ଦିଆଗଲା। ସେ ସମଗ୍ର ମିଶ୍ର ଦେଶକୁ ଶାସନ କରିବାକୁ ଲାଗିଲା। ଆଉ ସମସ୍ତ ପ୍ରଜା ତାଙ୍କର ବାକ୍ୟରେ ଶିର ଧାର୍ଯ୍ୟ କଲେ। ହାଲେଲୁୟା, ହାଲେଲୁୟା। ଯୋଉମାନେ ଆପଣା ଯୌବନ କାଳର ବ୍ୟଭିଚାରୀରୁ ପଳାୟନ କରନ୍ତି, ସେମାନେ ଅନେକ ଆଶୀର୍ବାଦରେ ପରିପୂର୍ଣ୍ଣ ହୁଅନ୍ତି। ସଦାପ୍ରଭୁ ସେମାନଙ୍କୁ ଅନେକ ଅଧିକାରର ଅଧିକାରୀ କରନ୍ତି। ହାଲେଲୁୟା, ହାଲେଲୁୟା। ଏତୁ ହେ ମୋର ଯୁବା ମାନେ, ଆପଣା ଯୌବନ କାଳର ଅଭିଳାଷରୁ, ଆପଣା ଯୌବନ କାଳର ବ୍ୟଭିଚାରୀରୁ ପଳାୟନ କର। ଆପଣା ଯୌବନ କାଳର ବ୍ୟଭିଚାରୀରୁ ପଳାୟନ କର। ପୁଣି ତୃତୀୟ ଶିକ୍ଷାଟା ହେଲା, ମୋର ପ୍ରିୟ ମାନେ, ତୃତୀୟ ଶିକ୍ଷାଟା ହେଲା, ଯଦି ଆପଣ ମାନେ ସେଇ ସ୍ୱର୍ଗ ରାଜ୍ୟ ପ୍ରାପ୍ତ କରିବାକୁ ଅଭିଳାଷ କରୁଅଛନ୍ତି, ସେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ପାଇଁ ଇଚ୍ଛା କରୁଅଛନ୍ତି, ତାହେଲେ ଆପଣ ମାନେ ଆପଣା ଯୌବନ କାଳର ଅଭିଳାଷରୁ ପଳାୟନ କରନ୍ତୁ। ହାଲେଲୁୟା। ଦ୍ୱିତୀୟ ତିମୋଥୀ ଅଧ୍ୟାୟ 2:22 ଲେଖା ଅଛି, ହେ ଯୁବା ମାନେ, ଆପଣା ଯୌବନ କାଳର ଅଭିଳାଷରୁ, କଣରୁ? ଅଭିଳାଷରୁ ପଳାୟନ କର। ଆପଣା ଯୌବନ କାଳର ଅଭିଳାଷରୁ ପଳାୟନ କର। ଯଦି ଆପଣ ମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବାକୁ ଚାହୁଁଛନ୍ତି, ଯଦି ଆପଣ ମାନେ ସେଇ ସ୍ୱର୍ଗ ରାଜ୍ୟ ପ୍ରାପ୍ତ କରିବାକୁ ଚାହୁଁଛନ୍ତି,
তাহলে এই জগতর অভিଳାଷରୁ পଳାয়ନ কর। এই জগতর অভিଳାଷ কোন? ମୋର ପ୍ରିୟ ମାନେ এই জগতর অভিଳାଷ কোন? চক্ষুর অভিଳାଷ, শরীরর অভিଳାଷ, জাগতিক অভিଳାଷ হଉଛି এই জগতর অভিଳାଷ। ମୋର ପ୍ରିୟ ମାନେ ଯେଉଁ ବିଷୟ ଆପଣଙ୍କୁ ଆପଣ ପରମେଶ୍ୱରଙ୍କ ଠାରୁ ପୃଥକ କରେ ତାହା ହେଉଛି କଣ? ଯୌବନର ଅଭିଳାଷ। ଯେଉଁ ବିଷୟ ଆପଣ ଏବଂ ଆପଣଙ୍କର ପରମେଶ୍ୱରଙ୍କ ଠାରେ ଥିବା ସମ୍ପର୍କକୁ କ୍ଷୁଣ୍ଣ କରେ, ନଷ୍ଟ କରେ, ତାହା ହେଉଛି ଏଇ ଯୌବନ କାଳର ଅଭିଳାଷ। ଯାହା ତୁମକୁ ଅପବିତ୍ର କରେ ତାହା ହେଉଛି ଆପଣା ଯୌବନ କାଳର ଅଭିଳାଷ। ଯାହା ପରମେଶ୍ୱର ଇଚ୍ଛା କରନ୍ତି ନାହିଁ, ତୁମକୁ କୌଣସି କାର୍ଯ୍ୟ ପରମେଶ୍ୱର କରିବାକୁ ଇଚ୍ଛା କରିନଥାନ୍ତି, ସେଇ କାର୍ଯ୍ୟ ଗୁଡାକ ହେଉଛି ଏଇ ଜାଗତିକ ଅଭିଳାଷ ବା ଯୌବନ କାଳର ଅଭିଳାଷ। ତେଣୁକରି ହେ ଯୁବା ମାନେ ଆପଣା ଯୌବନ କାଳର ଅଭିଳାଷରୁ ପଳାୟନ କରିବାକୁ ଯତ୍ନବାନ ହେଉ, କାରଣ ଏହା ଅତି ମନ୍ଦ ଅଟେ। ଏହା ସଦାପ୍ରଭୁ ପରମେଶ୍ୱରଙ୍କ ଠାରୁ ଆପଣମାନଙ୍କୁ ଦୂରକୁ ନେଇଯିବ। ଆପଣମାନଙ୍କର ସମ୍ପର୍କ ସଦାପ୍ରଭୁଙ୍କ ଠାରେ ଥିବା ସମ୍ପର୍କକୁ କ୍ଷୁଣ୍ଣ କରେ। ଆଉ ଏଇ ଅଭିଳାଷ ଗୁଡାକ କଣ? ଆଜ୍ଞା ଅଭିଳାଷ କହୁଛନ୍ତି, ଏଇ ଅଭିଳାଷ ଗୁଡାକ କଣ? ପ୍ରଥମ ଅଭିଳାଷ ଆଜ୍ଞା ଆପଣମାନଙ୍କର ଷ୍ଟାଇଲ। ଆଜିକାଲି ଯୋଉ ଷ୍ଟାଇଲ, ଭାରି ଭୟଙ୍କର ଷ୍ଟାଇଲ ଆଜ୍ଞା। ଷ୍ଟାଇଲ ଆଟ୍ରାକ୍ଟ। ଷ୍ଟାଇଲ କଣ କରେ? ଆଟ୍ରାକ୍ଟ କରେ, ଆକର୍ଷିତ କରେ, ଲୋକମାନଙ୍କୁ ଆକର୍ଷିତ କରିଥାଏ ଷ୍ଟାଇଲ। ଆଜିର ଯୁବାମାନଙ୍କର ଷ୍ଟାଇଲ କହିଲେ ଲାଜ ଲାଗିଯିବ। ଆଜିକାଲିର ଯୁବାମାନଙ୍କର ଷ୍ଟାଇଲ ଯଦି ଆମେ କହିଲେ ଲାଜ ଲାଗିଯିବ। ଆଜ୍ଞା ଆପଣମାନେ ଷ୍ଟାଇଲ କରିକି ଅନ୍ୟମାନଙ୍କୁ ଆକର୍ଷଣ କରନ୍ତୁ ନାହିଁ। ଯଦି ଆପଣଙ୍କର ଦମ ଅଛି, ସଦାପ୍ରଭୁଙ୍କୁ ଜାଣିକି ସଦାପ୍ରଭୁଙ୍କର ଲୋକ ବୋଲିକି ଦେଖେଇକି ଆପଣମାନେ ଲୋକଙ୍କୁ ଆକର୍ଷଣ କରନ୍ତୁ। ହାଲେଲୁୟା, ହାଲେଲୁୟା। ଆଜିକାଲିର ଯୁବାମାନଙ୍କର ଷ୍ଟାଇଲ କେତେ ପ୍ୟାଣ୍ଟ ଦେଖୁଛି। ଆଗ କାଳରେ ରିଟାୟାର୍ଡ ମାଷ୍ଟର ମାନେ ପିନ୍ଧୁଥିଲେ। ରିଟାୟାର୍ଡ ମାଷ୍ଟର ମାନେ ପଇସା ଟିକେ ଅଭାବ ହେଇଯିବ, ପ୍ୟାଣ୍ଟ ତାଙ୍କର ପିଲାବେଳର ପ୍ୟାଣ୍ଟ, ଯୁବକ ସମୟର ପ୍ୟାଣ୍ଟ ଗୁଡାକ ଧୀରେ ଧୀରେ ଛୋଟ ହେଇଯିବ ନାଇଁ କି? ଆଜିକାଲିର ଯୁବା ମାନେ ଏକ ପ୍ୟାଣ୍ଟ, ଆଣ୍ଠୁ ଜାୟକା ଥିବ, ଗୋଡ ସବୁ ଦେଖାଯାଉଥିବ। ଆଗ କାଳ ରିଟାୟାର୍ଡ ମାଷ୍ଟର ମାନେ ମୁଁ ପିନ୍ଧିବାଟା ବେଶୀ ଦେଖିଥିଲି, ମୁଁ ସେଇଟା ମନେ ପକାଏ। ଆଉ ଆଜିକାଲିର ଯୁବା ମାନଙ୍କର ପ୍ୟାଣ୍ଟ ଆଣ୍ଠୁରେ ଜଙ୍ଗରେ ସବୁ ଚିରା ହେଇଥିବ। ଆଜ୍ଞା ନ ପିନ୍ଧିଲେ ଭଲ, ସବୁ ଦେଖାଯାଉଥିବା ଆର ପାର ସବୁ। ଆମର ଭାଇ କହୁଥିଲେ ଆଜି ବାକ୍ୟରେ କହୁଥିଲେ ଆର ପାର ଦେଖାଯିବା। ସେଦିନ ମୁଁ ଟିଭି ଦେଖୁଥିଲି, ଟିଭିରେ ଦେଖିଲା ବେଳେ ଗୋଟେ ଆଡଭର୍ଟାଇଜ ଆସିଲା। ଆଡଭର୍ଟାଇଜ ଲୋକଟା ପ୍ୟାଣ୍ଟଟା ତଳକୁ କରିଦେଇଛି, ଗୋଟେ ଝିଅ ଆସି ତାର ଅଣ୍ଡରୱେର ଦେଖୁଛି। ସେଇଟା ପୁଣି ଅମୁଲ ମାଛ। କଣ? ଅମୁଲ ମାଛ। ଆଜିକାଲିର ଯୁବା ମାନେ এই ଅମୁଲ ମାଛକୁ ଦେଖେଇବା ପାଇଁ ପୁରା ଢିଲା ପ୍ୟାଣ୍ଟ ପିନ୍ଧି ଦେଇଥିବେ, ଇଆଡେ ପଛକାନି ସବୁ ଦେଖାଯାଉଥିବ। କାହିଁକି ନା ଅମୁଲ ମାଛ ସେଟା ଦେଖାଯିବାର ଅତି ଇମ୍ପୋର୍ଟାଣ୍ଟ ନା। ବ୍ରାଣ୍ଡେଡ ଚେଡି ପିନ୍ଧିଛି ବୋଲିକି ଲୋକ ଦେଖିବାର ଅଛି। ଅମୁଲ ମାଛ ପ୍ୟାଣ୍ଟ ପିନ୍ଧିଛି ବୋଲି ଲୋକ ଦେଖିବାର ଅଛି। ଆଜିକାଲିର ହେୟାର ଷ୍ଟାଇଲ ଆଜ୍ଞା ମୁଁ କନଫ୍ୟୁଜ ହେଇଯାଉଛି। ଏଟା ଛୋଟା ନା ହେୟାର ଷ୍ଟାଇଲ ମୁଁ ଜାଣିପାରୁନାହିଁ। ବେଳେ ବେଳେ ଖଜୁରୀ ଗଛ ଭଳିଆ ଦେଖାଯାଉଛି। ବେଳେ ବେଳେ ଆଜିକାଲିର ହେୟାର ଷ୍ଟାଇଲ ଖଜୁରୀ ଗଛ ପରି ଦେଖାଯାଉଛି ଆଜିକାଲିର ଯୁବା ମାନଙ୍କର ହେୟାର ଷ୍ଟାଇଲ। ବି କେୟାରଫୁଲ ମୋର ପ୍ରିୟ ମାନେ। ଯଦି ଆପଣ ମାନଙ୍କର ସେଇ ଚଟି ଦେଖିକି ଗୋଟେ ଝିଅର ପବିତ୍ରତା ନଷ୍ଟ ହୁଏ, ତାହେଲେ ସାବଧାନ, ଆପଣ ମାନେ ସେଥି ନିମନ୍ତେ ବିଚାରିତ ହେବେ। ହାଲେଲୁୟା, ହାଲେଲୁୟା। ମୁଁ ଦିନେ ମୋର ସମ୍ପର୍କୀୟ ଭଉଣୀ, ନା କହିବିନି, ମୋର ସମ୍ପର୍କୀୟ ଭଉଣୀ ଗୋଟେ ଡ୍ରେସ ପିନ୍ଧିଥିଲା। ଏଠି ଗୋଟେ ଷ୍ଟ୍ରିପ୍ଟା ଦେଖାଯାଉଛି, ବାନ୍ଦାନ ଭଳିଆ ଝିଅମାନେ ପିନ୍ଧିବେ ଭିତରେ। ଏଇଟା କଣ ପାଇଁ ପିନ୍ଧିଛନ୍ତି ବୋଲି କହିଲେ, ଏଇଟା ଘୋଡେଇଲା ବେଳେ ପିନ୍ଧିଲେ ହବ ନାଇଁ? ନାଇଁ, ସେଇଟା ଦେଖାଯିବାର ଅଛି ବୋଲି କହୁଛି। ଆଜିକାଲିର ଯୁବତୀ ମାନେ କେମିତି ଡ୍ରେସ ଗୁଡାକ ପିନ୍ଧୁଛନ୍ତି, ଖାଲି ଏତିକିଟା ଘୋଡେଇଥିବ ଟିକେ ନା, ବାକି ଏଇଠି ଦୌଡ଼ି ଗୁଡାକ ସବୁ ଦେଖାଯାଉଥିବେ। ଆହୁରି ଖସୁଥିବ, ସେଟା ସମସ୍ତଙ୍କ ସାମ୍ନାରେ ଏମିତି କରୁଥିବେ। ସାବଧାନ ଭଉଣୀ ମାନେ,
जदि आपण मानकर से अवस्था देखी युवा मानकर पवित्रता नष्ट हुए ताहले आपण माने से दिन मते विचारित हेबे। एई गुडिक होउची आपण मानकर युवा समर अभिलाष गुडाक, आपण मानकर गर्लफ्रेंड, आपण मानकर बॉयफ्रेंड गुडाक एई जागतिक अभिलाष, एई युवा समर अभिलाष अटे। आपण मानकर सेलफोन कहले पाठ पढ़ी न पिला माने एबीसीडी देखा आसु नथिबो, मेसेज करबा को देखला को मते आसु नथि, मात्र फोन धरि थिबे एडे बेटा शेष रे कोन करिवे, टाइप तो करि पारबेनी, कोन खोजिबार अछि पार्टी रे कहबे, पार्टी रे कहबे आ किछि चारा नै ना, पाठ पढ़ी नथिबे मात्र फोन धरि थिबे। अवश्य समान कोन खोलिबार अछि बोले यूट्यूब रे एमती करके कहबे कौन तारे जमीन पर नले कौन गीत इश्क तू ही तू नहे सहेरु सहे बोले से गीत बाहर बाजी। सावधान, जदि आपण मानकर सेलफोन, आपण मानकर टीवी सीरियल सिनेमा ए होची मोर प्रिय माने युवा कालर अभिलाष गुडाक, गोटे भल सेलफोन धरिबा, भल सिनेमा देखिबा, फोटा जीन्स पिंधिबा, अन्य मानको अट्रैक्ट करिबा, ए गुडा होची अपना यौवन कालर अभिलाष अटे। आ गोटे बड़ भयंकर अभिलाष आज्ञा आजिकल युवा मानकु जो बाइक गुडाक धरिथिबे, अंका बंका बाइक, ना निजे बसी पारुथिबे ना आ जन को बसे पारुथिबे, बड़ कष्ट रे बसथिबे मात्र। हां निजे मत देखले बड़ डर लागছে, लोक पड़ी जो पूरा मात्र से माने पड़ी बेसी कंफर्टेबल बसता होछन्ते, ना निजे बसी पारुथिबे ना निज मां को बापा को बसै पारुथिबे। एई समस्त हेउछि अपना युवा कालर अभिलाष अटे। अपना युवा कालर अभिलाष रु पलायन कर मोर युवा माने, जो द्वारा आपण माने कोन हेबे ना प्रभुंकर सेवा कार्य निमंते व्यवहृत हेइ पारिबे। हालेलुया हालेलुया। जदि आपण माने अपना युवा कालर अभिलाष रु पलायन करिबे, सदा प्रभु परमेश्वर अपना राज्य निमंते आपण मानकु व्यवहार करिबे। मोर प्रिय माने ए युवा कालर अभिलाष को मने पकेले कहला बेले को मोर गोटे भाईकर कथा मने पड़ुछि, गोटे संपर्क भाईकर कथा मने पड़ुछि। से भाई 10th क्लास रे फर्स्ट डिवीजन रे पास कला, फर्स्ट डिवीजन रे पास कला। मोर परिवार किए हमें फर्स्ट डिवीजन पास कला, मु भी पास करिनि केबे फर्स्ट डिवीजन। प्लस 2 हां प्लस 2 रे मु फर्स्ट डिवीजन पाइथिली, 10th रे मु हम परिवार के फर्स्ट डिवीजन पाइनु, सब गांधीका। जब मु सेकंड डिवीजन ले प्रभु को दयारु मोर गोटे भाई संपर्क भाई 10th रे फर्स्ट डिवीजन पाइला, 400 मार्क हायर फर्स्ट डिवीजन। मु बड़ खुशी हे गली आज्ञा। मोर मौसा भी बेसी खुशी हे गला। अवश्य गरीब परिवार, अत्यंत दरिद्र परिवार, बहुत गरीब फैमिली रु पिला फर्स्ट डिवीजन पास कला। पिला को कोन उठे करिवार अछि, पो को कोन उठे करिवार अछि, ताको भलो पाठ पढिवार अछि, जहा भी हो ताको भलो पाठ पढिवार अछि। मो बापा आसिले रायगड़ा रे जॉइन करिबा, आगे मो रायगड़ा रे जॉइन कली। मोर मौसा आंटी से माने सब चेष्टा कले पिला को पाठ पढेबा पई, से माने परिश्रम कले, एपट सेपट करी टंका आनिले, पिलार समस्त फीस बांधिले, तार ट्यूशन फीस, तार खाइबा फीस, हॉस्टल फीस, तार सब खर्च से माने बहन कले। आउ ट्यूशन मास्टर को जाई के हमें अनुरोध करलु, पिलाटा गरीब पिला, बापा मां अफोर्ड करि पानांती, ख्रिस्टान मास्टर ट्यूशन मास्टर से दया कला। आउ से पिला को 500 टंका डिस्काउंट कर देला ट्यूशन फीस। 1000 टंका ट्यूशन फीस बदल रे 500 टंका ट्यूशन फीस देला। पिला प्रथम मास अति भयंकर पाठ पढ़िला। मास्टर ट्यूशन मास्टर फोन करके मते कहउछंती, आगे आपनकर पिला बढ़िया पाठ पढुची। मो भारी खुशी हो गली, फोन कर कहि देली मौसा बाबू बढ़िया पाठ पढुची। द्वितीय मास रे मास्टर फोन कला, आपनकर पिला भलो पढुची, मैथ्स रे बहुत बढ़िया करूची। मौसा को कहले मौसा बढ़िया पाठ पढुची, मैथ्स रे भलो करूची, पिला को हमें कोन करबा एयर फोर्स करबा स्वप्न देखि देलिनी मु यारे एयर फोर्स करबा। तृतीय मास होला पिला पाठ पढुची बोली मास्टर आरि कहला, आरि खुशीली। 6 मास बेलको मास्टर कंप्लेन करबा को आरंभ कला। मास्टर कंप्लेन करबा को आरंभ कला, आज्ञा पिला मोबाइल धर के आसीची स्कूल हॉस्टल को। अरे मु पचारली भाई रे तू केबे हॉस्टल मोबाइल आनिलु? नाही मु आनिची 3 मास हेलानी।
किस भाई ना मोबाइल पाठ पढ़ुची ना जोटा पढ़ुं से वीडियो कर घर आनी मो पाठ पढ़ुची मोबाइल छोड़ रखिली मो मौसा को फोन कर कहीदेला भाई ना मोबाइल छोड़ रखिला मत पाठ पढ़ा को दौने मु फेल है सी एका दायी हाँ सी एका दायी मु कहली मौसा देख देदे बोले देदेवी मात्र फेल है मत दे कर हो बा देदेली मोबाइल वर्षे पूरी गला आज्ञा जमी सेमती सरीगला +2 सेकेंड ईयर आसला ट्यूशन मास्टर पिला को बाहर बुलवा देखुची झील मान सहित बुलवा देखुची मत फोन कर कहे आगे आप पिला एमती बुलूची जो मो मौसा को फोन कर कहली पिलाटी कौन कौन बाबा माँ को मांस हिंसा ईर्षा है कि मत सेमती कह मास्टर ईर्षा है कि मत सेमती कहते जो मास्टर ताको 500 टंका डिस्काउंट दौर से पुणी ताको ईर्षा हम संभव कि आज्ञा हाँ पिला भल पाठ पढ़ू बोली ताको 500 टंका डिस्काउंट करके पाठ पढ़ुची से पुणी ईर्षा है कि कह बापा माँ को पिला पाठ पढ़ुनी बोली बापा माँ सत का बोले मास्टर ईर्षा हो पुणी बाबू आउ कौन जॉइन करदे अलग ट्यूशन जॉइन करदा अलग ट्यूशन जॉइन कराला आज्ञा परीक्षा आसला बाबू परीक्षा केमती भयंकर माना बढ़िया मु खुशी गली हाँ एथर बोधे सीरियसली पढ़ला मास्टर गाड़ी करथिला ना ट्यूशन मास्टर मु भी क्लास नहीं थी घरे गला पर मु भाविली भल पाठ पढ़ी आज्ञा रिजल्ट आसला 4टा सब्जेक्ट रे फेल तारे 2 2 3 6 हालेलुया 4टा सब्जेक्ट रे फेल पुणी आउ गोटे वर्ष परीक्षा लिखला मौसा कौन करेंगे बापा गरीब हेले मत पिला तो 10th फर्स्ट डिविजन नहीं के जाने कौन हो गला बोधे मास्टर भल पाठ पढ़ेलानी तार बड़ भाईना भलरे देखलानी ट्यूशन रेगुलारली पठेला तेणुक फेल है ए वर्ष आउ गोटे जगह ट्यूशन करवा घर भड़ा कर ट्यूशन करागला बापार आखि देखा जाऊनी आखि खराब हो आसलानी आखि ठीक करने पाखे पैसा ना किंतु पिला को पाठ पढ़ेला सेकेंड वर्ष में आगे 3टा सब्जेक्ट फेल चतुर्थ तृतीय थर जो परीक्षा लिखला बेलू प्रभु भयंकर भाव दया कले आज्ञा अति भयंकर भाव दया कले करुणा पठेदेले पिला करुणार महाकरुणा रे आज्ञा 3rd डिविजन रे पास होइला परीक्षा न देखि हालेलुया हालेलुया करुणार महाकरुणा रे बिना परीक्षा रे 40% रखिकी पास कला मौसा बर्तमान खुशी आज्ञा काली परदिन शुणा पाऊँ गोटे आखि नष्ट हो जाए बिल्कुल देखा जाऊनी आउ गोटे आखि टिके टिके दुसुची सेटा ऑपरेशन कले भल हम जाइकी ऑपरेशन कले मोर युवा माने ए यौवन कालर अभिलाष रु पलायन कर अपना पिता मातांकर दुखर कारण हो नहीं अपना पिता मातांक पाई अभिशाप रो कारण हो नहीं अपना पिता मातांकर कौन सी शरीर अंग नष्ट होबार कारण हो नहीं अपना यौवन कालर अभिलाष रु पलायन कर हालेलुया हालेलुया सावधान जो पिला माने अपना पिता मातांक निमंते ए प्रकार परिस्थिति तैयारी करिथांती से माने संतापर पात्र से माने सेथि निमंते विचारित हेबे तेनु करी हे युवा माने अपना यौवन कालर अभिलाष रु पलायन कर पुणी मोर शेष शिक्षाटा हैला मोर शेष शिक्षाटा हैला यौवन समय रे चतुर्थ शिक्षा हैला यौवन समय रे आदर्श व पवित्र जीवन अतिबाहित कर हालेलुया हालेलुया जदि आपण माने स्वर्ग राज्य प्राप्त करबा को चाहउछंती जदि आपण माने स्वर्ग राज्य रे प्रवेश करबा को चाहउछंती ताले अपना यौवन समय रे आदर्श व पवित्र जीवन यापन करंतु प्रथम तिमोथी अध्याय 4:12 रे कहा जाए हे युवा माने तुमर यौवन सकाशे कहीं तुमको तुच्छ न करू किंतु वाक्य रे आचरण रे प्रेम रे विश्वास रे व पवित्रता रे विश्वासी मानकर आदर्श स्वरूप हो हालेलुया 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 हे युवा माने तुमर यौवन सकाशु कहीं तुमको तुच्छ न करू तुमर यौवन सकाशु कहार दुखर कारण न हेउ तुमर यौवन कहार अभिशापर कारण न हेउ तुमर
ଯୌବନ କାହାର ସନ୍ତାପର କାରଣ ନ ହେଉ, ତୁମର ଯୌବନ କାହାର ବିନାଶର କାରଣ ନ ହେଉ, ତୁମର ଯୌବନ କାହାର ଭ୍ରଷ୍ଟତାର କାରଣ ନ ହେଉ, ତୁମର ଯୌବନ କାହାର ପବିତ୍ରତା ନଷ୍ଟ ନ କରୁ। ତେଣୁକରି ହେ ଯୁବାମାନେ ଆପଣା ଯୌବନରେ ଆଦର୍ଶ ଓ ପବିତ୍ର ଜୀବନ ଯାପନ କର। ଆଦର୍ଶ ଓ ପବିତ୍ର ଜୀବନ ଯାପନ କରିବାରେ ଯତ୍ନବାନ ହୁଅ। କାହାର ଏବଂ ତୁମର ଯୌବନ ନିମନ୍ତେ କେହି ଶୋକ ନ କରୁ, ତୁମର ଯୌବନ ନିମନ୍ତେ କେହି ତୁଚ୍ଛ ତୁମକୁ ନ କରୁ, ତୁମର ଯୌବନ ସକାଶେ ତୁମକୁ କେହି ଘୃଣା ନ କରୁ, ବରଂ ତୁମକୁ ପ୍ରେମ କରନ୍ତୁ, ତୁମକୁ ଆଦର୍ଶ ବୋଲି ମାନନ୍ତୁ, ତୁମକୁ ପବିତ୍ର ବ୍ୟକ୍ତି ବୋଲି ମାନନ୍ତୁ। ଏ ହେତୁ ହେ ଯୁବାମାନେ ଆପଣା ଯୌବନ ସମୟରେ ଆଦର୍ଶ ଓ ପବିତ୍ର ଜୀବନ ଅତିବାହିତ କରିବାରେ ଯତ୍ନବାନ ହୁଅନ୍ତୁ। କଣରେ ଯତ୍ନବାନ ହେବାର ଅଛି? ଲେଖା ଅଛି ବାକ୍ୟରେ, ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ୱାସରେ, ପବିତ୍ରତାରେ ଆମେ କଣ ହେବାର ଅଛି? ପବିତ୍ରତାରେ ଏବଂ ଆଦର୍ଶ ଜୀବନ ବଞ୍ଚିବାର ଅଛି। ବାକ୍ୟରେ ଆମମାନେ ଆଦର୍ଶ ଜୀବନ ବଞ୍ଚିବାର ଅଛି, ବାକ୍ୟରେ ଆମମାନେ ପବିତ୍ର ଜୀବନ ବଞ୍ଚିବାର ଅଛି। ଆଜ୍ଞା, ଆପଣମାନଙ୍କର ମୁଖର ବାକ୍ୟ କାହାର ବିଘ୍ନର କାରଣ ନ ହେଉ, ଆପଣମାନଙ୍କର ମୁଖର ବାକ୍ୟ କାହାର ମୃତ୍ୟୁର କାରଣ ନ ହେଉ, ଆପଣମାନଙ୍କର ମୁଖର ବାକ୍ୟ କାହାର ଅପମାନର କାରଣ ନ ହେଉ, ଆପଣମାନଙ୍କର ମୁଖର ବାକ୍ୟ କାହା ପାଇଁ ଲଜ୍ଜା ଅପମାନର କାରଣ ନ ହେଉ। ଆପଣମାନଙ୍କର ବାକ୍ୟ, ଆପଣମାନଙ୍କ ମୁଖରୁ ଯେଉଁ ବାକ୍ୟ ବାହାରେ ସେ ବାକ୍ୟ ମୃଦୁଶୀଳ ହେଉ, ସେ ବାକ୍ୟ ନିଷ୍ଠାଜନକ ହେଉ, ସେ ବାକ୍ୟ ପ୍ରେମର ବାକ୍ୟ ହେଉ, ସେ ବାକ୍ୟ ଶାନ୍ତିମୂଳକ ହେଉ, ସେ ବାକ୍ୟ ସାନ୍ତ୍ୱନାମୂଳକ ହେଉ, ସେ ବାକ୍ୟ ଆଦର୍ଶମୂଳକ ହେଉ, ସେ ବାକ୍ୟ ଆଶୀର୍ବାଦ ମୂଳକ ହେଉ। ଯେତେବେଳେ ଆପଣମାନେ କଥା କହୁଛନ୍ତି ଆଜ୍ଞା, ଆପଣମାନଙ୍କର ମୁଖର ପ୍ରତ୍ୟେକ ବାକ୍ୟ ଅନ୍ୟମାନଙ୍କ ପାଇଁ ଆଶୀର୍ବାଦର କାରଣ ହେଉ, ଅନ୍ୟମାନଙ୍କ ପାଇଁ ସାନ୍ତ୍ୱନାର କାରଣ ହେଉ। ଆପଣର କଥା ଅନ୍ୟମାନଙ୍କୁ ନିର୍ମାଣ କରିବା ପାଇଁ କାରଣ ହେଉ। ତେଣୁକରି ସାବଧାନ, ଯେତେବେଳେ ଆପଣମାନେ କିଛି କହନ୍ତି, ଆପଣମାନେ ନିଷ୍ଠାଜନକ ବାକ୍ୟ କୁହନ୍ତୁ, ନିଷ୍ଠାଜନକ କଥା କୁହନ୍ତୁ, କାହାର ପାଇଁ ବିଘ୍ନର କାରଣ ହୁଅ ନାହିଁ। ହେ ଯୁବାମାନେ, ଆପଣା ବାକ୍ୟରେ ତୁମେ ପବିତ୍ର ଓ ଆଦର୍ଶ ଜୀବନ ଯାପନ କର, ପୁଣି ଆଚରଣରେ ମଧ୍ୟ ତୁମେ ସେହିପରି ଆପଣା ଯୌବନ କାଳରେ ଆପଣ ଆଚରଣରେ ଆଦର୍ଶ ଓ ପବିତ୍ର ଜୀବନ ଯାପନ କର। ତୁମର ବ୍ୟବହାର ହିଁ ତୁମର ଆଚରଣ ଅଟେ। ହାଲେଲୁୟା। ତୁମର ଆଚରଣ କାହାର ଶାନ୍ତି ଭଗ୍ନ ନ କରୁ। ମୋର ପ୍ରିୟମାନେ, ଆଜିକାଲି ପିଲାମାନେ ସେମାନଙ୍କର ଆଚରଣ ଦେଖିଲେ ଗାଁଟା ସାରା ଲୋକ ଝଗଡ଼ା ଝାଟି ଲାଗିଯାଆନ୍ତି, ଯୁଦ୍ଧ ହେଇଯାଏ। ତେଣୁକରି ଆପଣମାନଙ୍କର ଆଚରଣ କାହାର ଶାନ୍ତି ଭଗ୍ନ ନ କରୁ, ଆପଣମାନଙ୍କର ଆଚରଣ କାହାର ପବିତ୍ରତା ନଷ୍ଟ ନ କରୁ। ଏଣୁକରି ତୁମମାନଙ୍କର ବ୍ୟବହାର, ତୁମମାନଙ୍କର ଆଚରଣ ଆଦର୍ଶମୟ ହଉ। ତୁମମାନଙ୍କର ବ୍ୟବହାର, ତୁମମାନଙ୍କର ଆଚରଣ ମୃଦୁଶୀଳ ହେଉ। ହେ ଯୁବାମାନେ ସାବଧାନ, ଆପଣା ଯୌବନ କାଳରେ ଆଚରଣରେ ଆପଣମାନେ ଆଦର୍ଶ ଓ ପବିତ୍ର ଜୀବନ ଯାପନ କର। ପୁଣି ପ୍ରେମରେ କେଉଁ ପ୍ରକାର ଆପଣମାନେ ଆଦର୍ଶ ଓ ପବିତ୍ର ଜୀବନ ଯାପନ କରିବେ ଆଜ୍ଞା? ଆପଣମାନଙ୍କର ପ୍ରେମ ନିଃସ୍ୱାର୍ଥପର ହେଉ, ଆପଣମାନଙ୍କର ପ୍ରେମ ସ୍ୱାର୍ଥମୂଳକ ନ ହେଉ, ଆପଣମାନଙ୍କର ପ୍ରେମ ପକ୍ଷପାତ ନ ହେଉ, ଆପଣମାନଙ୍କର ପ୍ରେମ ଯୀଶୁ ଖ୍ରୀଷ୍ଟଙ୍କ ପରି ପ୍ରେମ ହେଉ। ହାଲେଲୁୟା, ହାଲେଲୁୟା। ଯୀଶୁ ଖ୍ରୀଷ୍ଟ ଆପଣମାନଙ୍କୁ ଯେଉଁ ପ୍ରକାର ପ୍ରେମ କଲେ, ଆପଣମାନଙ୍କର ପ୍ରେମ ଆପଣମାନଙ୍କର ପ୍ରତିବାସୀଙ୍କ ପ୍ରତି ସେହି ପ୍ରକାର ହେଉ। ହାଲେଲୁୟା, ହାଲେଲୁୟା। ବିଶ୍ୱାସରେ ଆପଣମାନେ ଆଦର୍ଶ ଓ ପବିତ୍ର ଜୀବନ ଯାପନ କରନ୍ତୁ। ଆପଣ ଯୌବନ ସମୟରେ ବିଶ୍ୱାସରେ ଆପଣମାନେ ଆଦର୍ଶ ଓ ପବିତ୍ର ଜୀବନ ଯାପନ କରନ୍ତୁ। ଆପଣମାନଙ୍କର ବିଶ୍ୱାସ, ବାକ୍ୟରେ ଲେଖା ଅଛି, ଆପଣମାନଙ୍କର ବିଶ୍ୱାସ ସୋରିଷ ଦାନା ହେଲେ ମଧ୍ୟ ଯଥେଷ୍ଟ। ଆପଣମାନଙ୍କର ବିଶ୍ୱାସ ଯଦି ସୋରିଷ ଦାନା ମଧ୍ୟ ଅଛି, ତାହେଲେ ତୁମେ ଗୋଟେ ପାହାଡ଼କୁ ଏଠାରୁ ଘୁଞ୍ଚି ଯାଇ ସମୁଦ୍ରରେ ପର କହିଲେ ମଧ୍ୟ ତାହା ହେବ। ତେଣୁକରି ଆପଣମାନଙ୍କର ବିଶ୍ୱାସ ସେହି ପ୍ରକାର ହେଉ। ଆଉ ବିଶ୍ୱାସ ବିନା ପରମେଶ୍ୱରଙ୍କର ସନ୍ତୋଷ ପାତ୍ର ହେବା ଅସମ୍ଭବ। ହାଲେଲୁୟା, ହାଲେଲୁୟା। ବିଶ୍ୱାସ ବିନା ଆପଣମାନେ ସଦାପ୍ରଭୁ ପରମେଶ୍ୱରଙ୍କର ସନ୍ତୋଷ ପାତ୍ର
বা ସଦାପ୍ରଭୁଙ୍କର ପ୍ରିୟ ମଣିଷ ଆପଣ ମାନେ ହେଇପାରିବେ ନାହିଁ, ତାହା ଅସମ୍ଭବ ଅଟେ। କାରଣ ଈଶ୍ୱର ଯେ ଅଛନ୍ତି ଆଉ ଯେ ତାହାଙ୍କ ଅନ୍ୱେଷଣକାରୀ ମାନଙ୍କର ପୁରସ୍କାର ଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକମାନେ ବିଶ୍ୱାସ କରନ୍ତୁ। ହାଲେଲୁୟା। ସଦାପ୍ରଭୁ ପରମେଶ୍ୱର ଯେ ଆପଣ ମାନଙ୍କର ପୁରସ୍କାର ଦାତା, ଏହା ତାହାଙ୍କ ଛାମୁକୁ ଆସିବା ପୂର୍ବରୁ ଆପଣ ମାନେ ବିଶ୍ୱାସ କରନ୍ତୁ। ଆପଣ ମାନେ ବିଶ୍ୱାସମୟ ଜୀବନ ବଞ୍ଚିବାର ଅଛି। ମୋର ପ୍ରିୟ ମାନେ, ଆଉ ଗୋଟିଏ ବିଷୟ ହେଲା ଆପଣ ମାନେ ପବିତ୍ରତାରେ ରହିବାର ଅଛି। ଆପଣ ଯୌବନ କାଳରେ ଗୋଟେ ଆଦର୍ଶ ଜୀବନ, ଗୋଟେ ପବିତ୍ର ଜୀବନ ବଞ୍ଚିବାର ଅଛି। ତାହେଲେ ଆପଣ ଆପଣଙ୍କୁ ପବିତ୍ର ରଖ। କିପ୍ yourself holy, keep yourself holy। ତୁମେ ମାନେ ବାକ୍ୟରେ କୁହାଯାଏ ତୁମେ ମାନେ ପବିତ୍ର ହୁଅ, କାରଣ ସେ ପବିତ୍ର। କିଏ ପବିତ୍ର? ସଦାପ୍ରଭୁ ପରମେଶ୍ୱର, ଆପଣ ମାନଙ୍କର ସୃଷ୍ଟିକର୍ତ୍ତା, ମୋର ସୃଷ୍ଟିକର୍ତ୍ତା, ଆମମାନଙ୍କର ନିର୍ମାଣକର୍ତ୍ତା ସଦାପ୍ରଭୁ ପରମେଶ୍ୱର ସେ ପବିତ୍ର ପରମେଶ୍ୱର ଅଟନ୍ତି। ସେ ପବିତ୍ରତା ମଧ୍ୟରେ ବାସ କରିବା ପରମେଶ୍ୱର ଅଟନ୍ତି। ସେ ପାପରେ ବାସ କରନ୍ତି ନାହିଁ। ଅବଶ୍ୟ ପାପୀ ମାନଙ୍କୁ ସେ ପରିତ୍ରାଣ ଦେବା ନିମନ୍ତେ କାର୍ଯ୍ୟ କରନ୍ତି, କିନ୍ତୁ ପାପୀ ମାନଙ୍କ ମଧ୍ୟରେ ସେ ବାସ କରନ୍ତି ନାହିଁ। ସେ ପବିତ୍ରତା ମଧ୍ୟରେ ବାସ କରିବା ପରମେଶ୍ୱର। ଏତୁ ଆପଣ ମାନେ ପବିତ୍ର ଜୀବନ ଯାପନ କରନ୍ତୁ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଏଥି ନିମନ୍ତେ ସାଧୁ ପିତର ତାଙ୍କର ପ୍ରଥମ ପତ୍ର 1:16 କୁହନ୍ତି, ଯେହେତୁ ତୁମର ସୃଷ୍ଟିକର୍ତ୍ତା ପରମେଶ୍ୱର ପବିତ୍ର ଅଟନ୍ତି, ଏହେତୁ ତୁମ୍ଭେମାନେ ମଧ୍ୟ ପବିତ୍ର ହୁଅ। ହାଲେଲୁୟା, ହାଲେଲୁୟା। ହେ ଯୁବାମାନେ, ତୁମମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମେମାନେ ମଧ୍ୟ ଆଜ୍ଞାବହ ସନ୍ତାନ ମାନଙ୍କ ପରି ସମସ୍ତ ଆଚରଣରେ ପବିତ୍ର ହୁଅ। ହାଲେଲୁୟା। ସାଧୁ ପାଉଲ କହନ୍ତି, ଆଜ୍ଞା ତୁମମାନଙ୍କୁ ଯେଉଁ ପରମେଶ୍ୱର ଆହ୍ୱାନ କରିଅଛନ୍ତି, ତୁମମାନଙ୍କୁ ଯେଉଁ ପରମେଶ୍ୱର ସୃଷ୍ଟି କରିଅଛନ୍ତି, ସେଇ ପରମେଶ୍ୱର ଯେପରି ପବିତ୍ର, ତୁମେମାନେ ମଧ୍ୟ ଆପଣା ସମସ୍ତ ଆଚରଣରେ ତୁମେ ସେଇ ପ୍ରକାର ପବିତ୍ର ହୁଅ, ଯେହେତୁ ସେ ପବିତ୍ର ପରମେଶ୍ୱର। ଏବଂ ପବିତ୍ରତା ବିନା ସ୍ୱର୍ଗ ରାଜ୍ୟ ପ୍ରବେଶ କରିବା ଅସମ୍ଭବ ଅଟେ। ପବିତ୍ରତା ବିନା ସ୍ୱର୍ଗ ରାଜ୍ୟ ପ୍ରାପ୍ତ କରିବା ଅସମ୍ଭବ ଅଟେ। ମୋର ପ୍ରିୟ ମାନେ, ବାକ୍ୟରେ ଲେଖା ଅଛି, ତୁମେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକ ଗୋଷ୍ଠୀ, ପବିତ୍ର ଜାତି, ପୁଣି ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇ ଅଛ, ଏହେତୁ ପବିତ୍ର ଜୀବନ ଯାପନ କର। ହାଲେଲୁୟା, ହାଲେଲୁୟା। ତୁମେ ମାନେ ସାଧାରଣ ଲୋକମାନେ ନୁହଁ। ତୁମେ ମାନେ ଯେତେବେଳେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଦ୍ୱାରା ଆହ୍ୱାନ ପ୍ରାପ୍ତ ହୋଇଅଛ, ସେହି ସଦାପ୍ରଭୁଙ୍କ ଦ୍ୱାରା ତୁମେ ମାନେ ପରିତ୍ରାଣ ପାଇଅଛ, ସେହି ସଦାପ୍ରଭୁଙ୍କ ଦ୍ୱାରା ତୁମେ ଆହୁତ ହୋଇଅଛ, ସେହି ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛ। ତେଣୁକରି ତୁମେ ମାନେ ଏକ ମନୋନୀତ ବଂଶ, ତୁମେ ଏକ ମନୋନୀତ ବଂଶ, ଏକ ରାଜକୀୟ ଯାଜକ ଗୋଷ୍ଠୀ ଏବଂ ପବିତ୍ର ଜାତି ଅଟ, ପୁଣି ଈଶ୍ୱରଙ୍କର ନିଜସ୍ୱ ପ୍ରଜା ଅଟ, ପରମେଶ୍ୱରଙ୍କର ନିଜର ପ୍ରଜା। ତୁମେ ମାନେ ଏଥି ନିମନ୍ତେ ପବିତ୍ର ଜୀବନ ଯାପନ କର। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ମୋର ପ୍ରିୟ ମାନେ, ମୁଁ ବାକ୍ୟର ପ୍ରାରମ୍ଭରେ କହିଲି, ସ୍ୱର୍ଗ ରାଜ୍ୟକୁ ପ୍ରବେଶ କରିବାକୁ ହେଲେ ଦୁଇଟି ବିଷୟ ଆବଶ୍ୟକ ରହିଅଛି। ଗୋଟିଏ ହେଲା ଆପଣ ପବିତ୍ରତାରେ ଥିବାର ଅଛି, ପୁଣି ଦ୍ୱିତୀୟଟା ହେଲା ଆପଣ ମାନଙ୍କର ପାପ କ୍ଷମା ହୋଇଥିବାର ଅଛି। ଆପଣ ମାନଙ୍କର ପାପ କ୍ଷମା ହୋଇଥିବାର ଅଛି। ଯଦି ଆପଣ ମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବାକୁ ଅଛି, ଯଦି ଆପଣ ମାନେ ସ୍ୱର୍ଗ ରାଜ୍ୟ ପ୍ରାପ୍ତ କରିବାର ଅଛି, ତାହେଲେ ମୋର ଯୁବା ମାନେ ଆପଣ ମାନେ ନିଜକୁ ପବିତ୍ରତାରେ ରଖନ୍ତୁ। କିପ୍ yourself holy। ଏବଂ ଆପଣ ପାପର କ୍ଷମା ନିମନ୍ତେ ଆପଣ ମାନେ ପ୍ରାର୍ଥନା କରନ୍ତୁ, ପ୍ରାୟଶ୍ଚିତ କରନ୍ତୁ। ଅନୁତପ୍ତ ହୃଦୟରେ ସେହି ସଦାପ୍ରଭୁ ପରମେଶ୍ୱର ନିକଟକୁ ଫେରି ଯାଆନ୍ତୁ ଏବଂ ତାଙ୍କ ଠାରେ ଅଶ୍ରୁ ଢାଳି ଜାନୁପାତି ପ୍ରାର୍ଥନା କରନ୍ତୁ। ଆପଣ ମାନଙ୍କର ପାପ ସେ କ୍ଷମା କରିବା ପାଇଁ ସଦା ସର୍ବଦା ଅପେକ୍ଷାରେ ଅଛନ୍ତି। ସେ ଅପେକ୍ଷାରେ ଅଛନ୍ତି କେତେବେଳେ ମୋର ପିଲା ଫେରିକି ଆସିବ। ସେହି ଅପବ୍ୟୟ ପୁତ୍ରଙ୍କ ପରି ତାଙ୍କର ସେ ଅପବ୍ୟୟ ପୁତ୍ର ଯେତେବେଳେ ନିଜର ପିତାଙ୍କର ସର୍ବସ୍ୱ ନେଇକି ଚାଲିଗଲା, କିନ୍ତୁ ପିତା ତାର ଫେରିବା ବାଟକୁ ଚାହିଁକି ବସିଥିଲା। ଆଜ୍ଞା ସେ କେତେବେଳେ ଫେରିବ, ମୁଁ ତାକୁ ପୁଣି ଥରେ ମୋର ପୁଅ ଭାବରେ ଗ୍ରହଣ କରିବି।
ପିଲା ଫେରୁଛି ଦୂରରୁ ଦେଖୁଛି ବାପା ଦୌଡ଼ି ଯାଇ ତାକୁ କଣ କରୁଛି ଆଲିଙ୍ଗନ କରୁଛି ତାକୁ ନୂଆ ପୋଷାକ ପିନ୍ଧିବା ପାଇଁ କହୁଛି ତାକୁ ନୂଆ ମୁଦି ପିନ୍ଧିବା ପାଇଁ କହୁଛି ନୂଆ ଚପଲ ପିନ୍ଧିବା ପାଇଁ କହୁଛି ଆଉ ତାକୁ ଗ୍ରହଣ କରିକି ତାକୁ ଆଲିଙ୍ଗନ କରିକି ଘରକୁ ନେଇ ତା ନିମନ୍ତେ ଭୋଜ ପ୍ରସ୍ତୁତ କରିବା ପାଇଁ ଆଦେଶ ଦେଉଛନ୍ତି। ମୋର ପ୍ରିୟମାନେ ଆପଣମାନଙ୍କ ପାଇଁ ମଧ୍ୟ ସଦାପ୍ରଭୁ ପରମେଶ୍ୱର ପ୍ରତିଦିନ ପ୍ରତି ମୁହୂର୍ତ୍ତ ପ୍ରତି ଘଣ୍ଟା ପ୍ରତି ସେକେଣ୍ଡ ପ୍ରତି ମିନିଟରେ ସେ ଅପେକ୍ଷା କରିଅଛନ୍ତି ଆପଣ କେବେ ଆପଣ ପାପରୁ ଫେରିବେ ଆପଣ କେବେ ଆପଣ ଅଧର୍ମରୁ ଫେରିବେ ଆପଣ କେବେ ଆପଣ এই ଜାଗତିକ ଜୀବନରୁ ଫେରି ତାଙ୍କ ନିକଟକୁ ଆସିବେ ସେ ଆପଣମାନଙ୍କୁ ଗ୍ରହଣ କରିବା ପାଇଁ ସେ 24/7 ସେ ଅପେକ୍ଷାରେ ଅଛନ୍ତି। ହାଲେଲୁୟା ହାଲେଲୁୟା ସେ 24/7 ତାର ଅର୍ଥ ପ୍ରତି ମୁହୂର୍ତ୍ତରେ ସେ ଅପେକ୍ଷାରେ ଅଛନ୍ତି ଯଦି ଏବେ ଆପଣ ଚାହିଁବେ ଆପଣଙ୍କୁ ସେ ଗ୍ରହଣ କରିବେ। ଏଥି ନିମନ୍ତେ ଯଦି ଆପଣମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବାକୁ ଚାହୁଁଛନ୍ତି ଆଜିର ବାକ୍ୟ ଅନୁସାରେ ମୋର ପ୍ରିୟମାନେ ତାହେଲେ ନିଜକୁ ପବିତ୍ର କରନ୍ତୁ ପୁଣି ଆପଣ ପାପର କ୍ଷମା ନିମନ୍ତେ ପ୍ରାର୍ଥନା କରନ୍ତୁ। ପ୍ରଭୁ ଏହି ବାକ୍ୟ ଦେଇ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।